ହେଇଯିବ ଆଜ୍ଞା ମୁଁ ହଉଛି ଏ ରଙ୍ଗୀନ ରାଜ୍ୟର ଗୁମାସ୍ତା ଆଜ୍ଞା ମୋ ନାଁଟା ହଉଛି ଡାମୁରା ଏ ଡାମୁରା ରାବି ଦେଲାଲୋ କାଉ କାଉ କାଉଡ଼ି କାବା ହେଇଯିବ ଆଜ୍ଞା ମାନେ ଏ ମୋ ପରିଚୟଟା ଶୁଣିଲ ଯେତେବେଳେ ରଙ୍ଗୀନ ରାଜ୍ୟକୁ ଆସିଛି ନା ଟିକେ କିରିଂ କିରିଂ ହେଇଯିବ ନା ତାହେଲେ କିରିଂ କିରିଂ ହେବା ନିଶ୍ଚୟ ହେବା ଏ ଧୀରେ আসে চন্দামুড়ারে ধীরে আসে চন্দামুড়ারে বুড়া বুড়ির কথা ইয়াকে জনারে ও বুড়া বুড়ির কথা ইয়াকে জনারে কাপা হইব আগে মানে শুনিল এ যার ঘরটি টুকি লাগে তার মাকে বলবো না রে যার ঘরটি টুকি লাগে তার মাকে বলবো না রে বুড়া বুড়ির কথা আঙ্কু জনা রে ও বুড়া বুড়ির কথা আঙ্কু জনা রে কাপা ହେଇଯିବ ହେଲେ ଆଜ୍ଞା ଏ ରଙ୍ଗୀନ ରାଜ୍ୟର ମୁଁ ଆଉ କେତେ ଦିନ ଗୁମାସ୍ତା ରହିବି ନା ଲୋ ବାବା ନା ମୁଁ ଆଉ ଗୁମାସ୍ତା ରହିପାରିବି ନାହିଁ ଆରେ କାହିଁକି ନା ଏଇଟା ହଉଛି ସତ୍ୟ ଯୁଗ ଆଉ ମୁଁ ହଉଛି କଲି ଯୁଗର ନାରଦ ହଁ ମୁଁ ହଉଛି କଲି ଯୁଗର ନାରଦ ମୋତେ କିଛି ନା କିଛି ପ୍ଲାନ୍ଟା କରିବାକୁ ପଡ଼ିବ ହେଲେ କ'ଣ ପ୍ଲାନ୍ଟା କରିବି ଆଜ୍ଞା ମୋ ମୁଣ୍ଡରେ କିଛି ବି ବୁଦ୍ଧି ଦିଶୁନାହିଁ ମୁଁ କ'ଣ କରିବି ମନେ ପଡ଼ିଲା ମୋର ଗୋଟେ ଭାଣିଜୀ ଅଛି ହଁ ଦେଖିବାକୁ ଭାରି ସୁନ୍ଦରୀ ସେତିକି ନୁହେଁ ଆଜ୍ଞା ଏ ପାଟ ସାଟ ବି ବହୁତ ପଡ଼ିଛି ଏଇ ଆମ ଜମିଦାର ସାହେବଠୁ ମହାରାଣୀ ଚାଲି ଯାଇଛି ହଁ ତାଙ୍କର ସାନ ପୁଅ ଚାଲି ଯାଇଛି ହଁ ତାଙ୍କର ବଡ଼ ପୁଅ ବଞ୍ଚିଛି ତାଙ୍କର ବଡ଼ ପୁଅ ସହିତ ମୋ ଭାଣିଜୀର ବାହାଘର ହେଲେ କେମିତି ହେବ ପୁରା ଜମିଯିବ ହଁ ପୁରା ଜମିଯିବ ମୋ ଭାଣିଜୀ ବାହାଘର ଗଲେ ବଉରାଣୀ ହେବ ମହାରାଣୀ ହେବ କୋଟିପତିର ମାଲିକାଣୀ ହେବ ହଁ ତାର ଅଦା ସମ୍ପତ୍ତି ହେବ ମୋର ଅଦା ସମ୍ପତ୍ତି ହେବ ହଁ ଜମିଯିବ ମୋତେ ଏଇ ପ୍ଲାନ୍ଟା କରିବାକୁ ପଡ଼ିବ ହେଲେ ଆଜ୍ଞା ଏ ରଙ୍ଗୀନ ରାଜ୍ୟକୁ ଆସିଛି ଏ ଜମିଦାର ସାହେବର ଦେଖା ନାହିଁ ଦର୍ଶନ ନାହିଁ ଏ ଗଲେ କୁଆଡ଼େ ବା ନା ଯେମିତି ହଉ ଆଜି ଜମିଦାର ସାହେବକୁ ଡାକିବାକୁ ପଡ଼ିବ ଓ ଜମିଦାର ସାହେବ ଆଜ୍ଞା ଗଲା କୁଆଡ଼େ ବା ଓ ଜମିଦାର ସାହେବ
আরে কে কে ডাকুছ আজ্ঞা গুমাস্তা নামরা আজ্ঞা নমস্কার ଏ ଭଗବାନ ତୁମର ମଙ୍ଗଳ କରିଥାନ୍ତି ଆରେ କ'ଣ ପାଇଁ ଏତେ ଚିତ୍କାର କରି ମତେ ଡାକିବ ଆଜ୍ଞା ମୁଁ ଆପଣଙ୍କୁ ଯାହା ଦେଖୁଛି ଆପଣ କୋଉ ଚିନ୍ତାରେ ବସି ପଡ଼ିଛନ୍ତି ନିଜେ ଜଣା ପଡ଼ୁଛି ଆଜ୍ଞା ଆପଣଙ୍କର ମୁଁ ପୁରା ଶୁକି ଯାଇଛି ହଁ ହଁ ମନେ ପଡ଼ିଲା ଆଜ୍ଞା ଏ ଆପଣଙ୍କ ମହାରାଣୀ ଚାଲିଗଲା ବୋଲି ଆପଣଙ୍କ ସାନ ପୁଅ ଚାଲିଗଲା ବୋଲି ସେଇ କଥାକୁ ଭାବି ଆପଣ ଚିନ୍ତାରେ ବସି ପଡ଼ିଛନ୍ତି ନା ହଁ ଗୁମାସ୍ତା ଆରେ ତୁମେ ହିଁ ମୋ ମନ କଥା ସବୁ କହିଦେଲ ହେଲେ ଆଜ୍ଞା ହଁ ସେଇ ପଛ କଥାକୁ ଭାବି ଆପଣ କେତେ ଦିନ ଆଉ ଚିନ୍ତାରେ ବସି ପଡ଼ିବେ ଆଜ୍ଞା ଆରେ କ'ଣ କରିବି ଗୁମାସ୍ତା ଏ ତ ମୋ ଦୁର୍ଭାଗ୍ୟ ଆଜ୍ଞା ଏ ଛୋଟ ମୋର ବଡ଼ କଥା ଆଜ୍ଞା ଆଜ୍ଞା ଏଇ ଘର ପାଇଁ ଗୋଟେ ବୋଉର ଆବଶ୍ୟକ ଦରକାର ଅଛି ଆଜ୍ଞା ଆରେ ମୁଁ ତ ଏହା ଭାବୁଅଛି ଯେ ହେଲେ ତୁମେ କହିପାରିଲ କେମିତି ଆଜ୍ଞା ଏ ଛୋଟ ମୋର ବଡ଼ କଥା ଆଜ୍ଞା ଆରେ କିଛି ପ୍ରସ୍ତାବ ନେଇ ଆସିଅଛ କି ଗୁମାସ୍ତା ଆଜ୍ଞା ହଁ ମୋର ଗୋଟେ ଭାଣିଜୀ ଅଛି ଆଜ୍ଞା ଆଜ୍ଞା ମୋର ଗୋଟେ ଭାଣଜି ଅଛି ହଁ ଦେଖିବାକୁ ଭାରି ସୁନ୍ଦରୀ ସେତିକି ନୁହେଁ ସାର୍ ଏ ପାଟ ସାଟ ବି ବହୁତ ପଡ଼ିଛି ଆଜ୍ଞା ମୁଁ କ'ଣ କହୁଥିଲି କି ଆଜ୍ଞା ଆପଣଙ୍କ ବଡ଼ ପୁଅ ସହିତ ମୋ ଭାଣିଜୀର ବାହାଘର ହେଲେ କେମିତି ହେବ ସାର୍ ତାହା ତ ଭଲ ଯେ ଭଲ ଆଜ୍ଞା ହେଲେ ଗୁମାସ୍ତା ଆଜ୍ଞା ଆରେ ମୁଁ ଆଜି ବହୁତ ଦୁଃଖୀ ମଣିଷଟିଏ ଥିଲି ଆରେ ମତେ ତୁମ ଏ ଶୁଭ ପ୍ରସ୍ତାବ ଦେଇ ଆରେ ମୋ ମନକୁ ଭାରି ଆନନ୍ଦ କରିଦେଇଛ ଆଜ୍ଞା 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 ତାହେଲେ ଠିକ ଅଛି ଗୁମାସ୍ତା ତୁମରି ପ୍ରସ୍ତାବରେ ମୁଁ ଭାରି ଖୁସି ଭାରି ଖୁସି ହଁ ତାହେଲେ କମିଯିବ ଆଉ ଏ ତୁମରି ପ୍ରସ୍ତାବକୁ ନେଇ ମୋ ପୁଅ କିରଣକୁ ଜଣାଇବାକୁ ପଡ଼ିବ ଜାଣିଛ ନା ଆଜ୍ଞା ଆରେ ଆଜ୍ଞା ପୁଅ ମୋର କିରଣ ଯାଇଛି ତାହାରି ସାଙ୍ଗସାଥୀ ମାନଙ୍କ ସହିତ ସେ ବୁଲିବା ପାଇଁ ହଁ ବୁଲିବା ସେ ବୁଲାବୁଲି କରି ଘରକୁ ଫେରି ଆସିଲେ ମୁଁ ନିଶ୍ଚୟ ତୁମର ଏ ପ୍ରସ୍ତାବଟା ତାଙ୍କୁ ଜଣାଇଦେବି ସାର୍ 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 ଆଉ ସାର୍ ଜାଣିଛ ନା ଆଜ୍ଞା ଆଜ୍ଞା ଆରେ ତୁମର ଏ ପ୍ରସ୍ତାବର ବିଚାରକୁ ନେବ ମୋ ପୁଅ କିରଣ କ'ଣ ହେଲା ସାର୍ ଏଇ ବାହାଘର ବିଷୟରେ ଆପଣ ପୁଅ ଜାଣିବା ଦରକାର ଆଜ୍ଞା ଆଜ୍ଞା ଆରେ ମୁଁ ଆସୁଛି ତେବେ ଠିକ୍ ଅଛି ଆଜ୍ଞା ଆପଣ ଆସିପାରନ୍ତି কাবা ହେଇଯିବ হারে জমিদার সাহেব କ'ଣ ହୋଇଗଲ এই বাহাঘর বিষয়ে ଆପଣ ପୁଅ ଜାଣିବା ଦରକାର আরে জমিদার সাহেব ତମେ ଭାବି ନିଅ ଯେମିତି ହେଲେ ବି ମୋ ଭାଣିଜୀ ଆପଣଙ୍କର ଘରେ ବୋହୂ ହେବ এইটা ମୋ ଶେଷ ନିଷ୍ପତ୍ତି ହଁ ଆରେ ମୋ ଭାଣିଜୀ ବାହାଘର ହେଲେ ମହାରାଣୀ ହେବ ହଁ କୋଟିପଟିର ମାଲିକାଣୀ ହେବ ହଁ ସମ୍ପତ୍ତି ତାର ଅଦା ହେବ ମୋର ଅଦା ହେବ ଆରେ ଜମିଦାର ସାହେବ ତମେ ଯେମିତି ସେମିଫାଇନାଲଟା ଖେଳିକି ଯାଇଛ ମୋତେ ଫାଇନାଲଟା ଖେଳିବାକୁ ପଡ଼ିବ ନା ଆଜ୍ଞା ସେଥିଲାଗି ତ କହୁଛି ଆଜ୍ଞା ମୋ ନାଁ ଡାମୁରା ଆଉ ମୋ କାମଟା ହେଉଛି ଆଜ୍ଞା ପୁରା ଖତରା ତାହେଲେ ଯାଏ ମୋ ଭାଣିଜୀ ପାଖକୁ ମୁଁ ସାକ୍ସେସ୍ କରି ମୁଁ ଆସେ